ଆଜି ହେବ ଆମର ଚଣା ତରକାରୀଟେ ଦେଖନ୍ତୁ ତେଲ ଗରମ ହେଇଗଲାଣି। ଆଜି ହେବ ଆମର ଚଣା ତରକାରୀଟିଏ। ଭୁଜଙ୍ଗ ପତ୍ର ପକାଇ ଦେଇଛୁ, ସେଥିରେ ପଡ଼ିଛି ଲେସନ ଗୋଟେ। ପିଆଜଟା ତାପରେ ତେଲ ଗରମ ହେଇଗଲା, ପିଆଜ ଗୋଟେ ଦେବା ପକାଇ। ପିଆଜ ଟିକେ ଦେବା ପକାଇ ପିଆଜ ଗୋଟେ ଦେବା ପକାଇ। ଆମେ ଦେଲୁ ପକାଇ, ଘାଣ୍ଟି ଦେବା ଟିକେ ଭଲ ଭାବରେ ତାକୁ ତ ବୋଲି। ସ୍ୱାଦ ଅନୁସାରେ ପକାଇ ଦେବା ଲୁଣ ଟିକେ। ସ୍ୱାଦ ଅନୁସାରେ ଟିକେ ପକାଇ ଦେବା ଲୁଣ ଟିକେ। ଭଲ ଭାବରେ ଟିକେ ଘାଣ୍ଟି ଦେବା। ଢାଙ୍କୁଣିଟେ ଗୋଟେ ଘୋଡ଼ାଇ ଦେବା। ଆଲୁଟା ବର୍ତ୍ତମାନ ସିଝି ଯାଇଛି, ଦେଖନ୍ତୁ ଏଇଟା ଚଣା ତରକାରୀଟେ ହେବ ଆଜି ସ୍ପେସିଆଲ ସେ। ଏଇଟା ଆମର ଘର ଚିକେନ ଘର। ଚିକେନ ବୋଇଲେ ବି ଚଳିବ, କିଚେନ ଘର। ବର୍ତ୍ତମାନ ଆମେ ଏବେ ଝାଡ଼ୁ ଟିକେ ମାରିଦେବା, ଘରଟା ଟିକେ ସଫା ରଖିଦେବା। ସୁନ୍ଦର ଲାଗିବ ଘରକୁ ବୋଲି। ଘୋଡ଼ଣି ଯେଉଁ ଆମେ ଘୋଡ଼ାଇଥିଲା ତାକୁ ଏବେ ଭଲ ଭାବରେ ଟିକେ ଘାଣ୍ଟି ଦେବା, ଦେଖିବା ପିଆଜ ସିଝିଲା କି ନାହିଁ। ବର୍ତ୍ତମାନ ଏବେ ପିଆଜଟା ନାଲି ଦେଖାଗଲାଣି। ଦେଖନ୍ତୁ ପିଆଜଟା ଏବେ ନାଲି ଦେଖାଗଲାଣି। ବର୍ତ୍ତମାନ ଏବେ ଆମେ ଟମାଟୋ ଦିଟା କାଟିଦେବା। ପାଚିଲା ଟମାଟୋ ତିନିଟା କାଟିଦେବା।
ଅଦା ପେଷ୍ଟ ଟିକେ ପଡ଼ିଗଲା, ତାକୁ ଭଲ ଭାବରେ ଟିକେ ଘାଣ୍ଟି ଦେବା। ପରେ ଆମେ ଟମାଟୋ ଟିକେ ପକାଇଦେବା। ଟମାଟୋଟା ଏବେ ପକାଇଦେବା। ଟିକେ ଭଲ ଭାବରେ 10-15 ମିନିଟ୍ ଘୋଡ଼ାଇ ଦେବା। ତାପରେ କାଢ଼ିକି ଆମେ ତାକୁ ଆଲୁ ଟିକେ ପକାଇଦେବା। ମସଲା ପକାଇକି ହଳଦୀ ଗୁଣ୍ଡ ଟିକେ, ଚିକେନ ଗୁଣ୍ଡ ଟିକେ ପକାଇକି କରିଦେବା। ଭଲ ଭାବରେ ଖାଇବା ଟିକେ ବନାଇବା। ତାପରେ ଆମେ ଏବେ ହଳଦୀ ଗୁଣ୍ଡ ଟିକେ ପକାଇଦେବା। ମିକ୍ସ ମସଲା ଟିକେ ପକାଇଦେବା। ତାପରେ ଚିକେନ ମସଲା ଟିକେ ପକାଇଦେବା। ଜିରା ଗୁଣ୍ଡ ଟିକେ ପକାଇଦେବା। ଲଙ୍କା ଗୁଣ୍ଡ ଟିକେ ପକାଇଦେବା। ତାପରେ ଆମେ ପାଣି ଟିକେ ଦେବା। ଦଶ 15 ମିନିଟ୍ ତାକୁ ଟିକେ ଘୋଡ଼ାଇ ଦେବା। ମସଲାଟା କଷିତ ହେଇଗଲା। ଏବେ ଆମେ ଆଲୁ ଚୁନା ଟିକେ ପକାଇଦେବା। ଭଲ ଭାବରେ ଟିକେ ଛାଣିକି ପକାଇଦେବା। ତାକୁ ଟିକେ ଘାଣ୍ଟି ଦେବା। ଏବେ ଭଲ ଭାବରେ ଟିକେ ଘାଣ୍ଟି ଦେବା। 10-15 ମିନିଟ୍ ଟିକେ ଘୋଡ଼ାଇ ଦେବା।
ଘାଣ୍ଟିଲା ଏବେ ଭଲ ଭାବରେ ଟିକେ ଘାଣ୍ଟି ଦେଖନ୍ତୁ ଫୁଟିଗଲାଣି ଏଇଥିରେ ଭଲ ଭାବରେ ଟିକେ କଷିଦେବା। ପକାଇଦେବା ଟିକେ ଘୋଡ଼ାଇ ଦେବା 10-15 ମିନିଟ୍ ଟିକେ ଦେବା। ହେଇଗଲା ଆମର ଚଣା ତରକାରୀ ହେଇଗଲା ଆମର ଚଣା ତରକାରୀ ହେଇଗଲା। हाँ और थोड़ा हो गया। नहीं हाँ रे नहीं ହେଇଗଲା ଆମର ଚଣା ତରକାରୀ ହେଇଗଲା। ଏବେ ତାକୁ ବାହାର କରିଦେବା।